जगन्नाथ दर्शक बंधु आज आम देखा विषय ହେଉଛି ଚନ୍ଦ୍ରଗ୍ରହଣ। କ'ଣ ଏହା କେମିତି ହୁଏ, ଆମ ପୂର୍ବଜନଙ୍କର ବିଶ୍ୱାସ କ'ଣ ଥିଲା ଓ ବିଜ୍ଞାନ କ'ଣ କୁହେ? ଚାଲନ୍ତୁ ଆଜିର ଭିଡ଼ିଓ ଆରମ୍ଭ କରିବା। ଚନ୍ଦ୍ରଗ୍ରହଣ କ'ଣ? ଫାଷ୍ଟ ଦେଖିବା। ଚନ୍ଦ୍ରଗ୍ରହଣ କହିଲେ ଯେତେବେଳେ ପୃଥିବୀ ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ମଧ୍ୟରେ ଆସିଥାଏ ଓ ପୃଥିବୀର ଛାୟା ଚନ୍ଦ୍ର ଉପରେ ପଡ଼ିଥାଏ ସେତେବେଳେ ଚନ୍ଦ୍ରଗ୍ରହଣ ହୋଇଥାଏ। ଏହି ଚନ୍ଦ୍ରଗ୍ରହଣ ବିଷୟରେ ଆମ ପୂର୍ବଜମାନେ କ'ଣ ବିଶ୍ୱାସ କରୁଥିଲେ ଯେ ଗ୍ରହଣ କେବଳ ବିଜ୍ଞାନୀୟ ଘଟଣା ନୁହେଁ, ଏହାର ଆଧ୍ୟାତ୍ମିକ ପ୍ରଭାବ ମଧ୍ୟ ଅଛି। ଭାରତୀୟ ପୁରାଣ ଅନୁଯାୟୀ ରାହୁ ଓ କେତୁ ନାମକ ଦାନବ ଚନ୍ଦ୍ରକୁ ଗିଳି ଦେଇଥାନ୍ତି, ତେଣୁ ଗ୍ରହଣ ହୁଏ ବୋଲି ଆମ ପୂର୍ବଜମାନେ ଭାବୁଥିଲେ। ଏହି ସମୟରେ ଖାଇବା ପିଇବା, ଘରୁ ବାହାରିବାକୁ ବର୍ଜନ କରାଯାଇଥାଏ। ଘରରୁ ବାହାରିବାକୁ ମନା କରାଯାଇଥାଏ। ଆଜିର ବିଜ୍ଞାନ ଏହାକୁ ପ୍ରାକୃତିକ ଘଟଣା ବୋଲି ବୁଝାଉଅଛି। ଆମ ପୁରୁଣା ବିଶ୍ୱାସ ଅନୁଯାୟୀ ଏହି ଚନ୍ଦ୍ରଗ୍ରହଣରେ ଗର୍ଭବତୀ ମହିଳାମାନଙ୍କୁ ବାହାରକୁ ବାହାର କରାଦିଆଯାଇଥାଏ। ଖାଇବା ପିଇବାକୁ ବାରଣ କରାଯାଏ। ମନ୍ତ୍ର ଜପ ପାଠ ପୂଜା ପାଠ କରାଯାଏ ଏବଂ ବିଜ୍ଞାନ କହେ ଏ ଚନ୍ଦ୍ରଗ୍ରହଣ ବିଷୟରେ। ଚନ୍ଦ୍ରଗ୍ରହଣର ମାନବୀୟ ସ୍ୱାସ୍ଥ୍ୟରେ କୌଣସି ଖରାପ ପ୍ରଭାବ ନାହିଁ, ହେଲେ ପଶୁପକ୍ଷୀ ମଧ୍ୟରେ କିଛି ପରିବର୍ତ୍ତନ ଦେଖାଯାଇପାରେ ବୋଲି ବିଜ୍ଞାନ କହିଥାଏ ଏହି ଚନ୍ଦ୍ରଗ୍ରହଣ ବିଷୟରେ। ଭିଡ଼ିଓଟିକୁ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରନ୍ତୁ। ଚ୍ୟାନେଲଟିକୁ କମେଣ୍ଟ କରି କୁହନ୍ତୁ ଯେ ଆପଣ କେବେ ଲାଇଫରେ ଚନ୍ଦ୍ରଗ୍ରହଣ ଦେଖିଛନ୍ତି କି?